ତୁମେମାନେ ତ ବିଜ୍ଞାନ ବହିରେ ଯୌଗିକ ଆଉ ମିଶ୍ରଣ ବାବଦରେ ପଢ଼ିଥିବ। ହେଲେ କ'ଣ ଜାଣିଛ ଆକ୍ଚୁଆଲି ତାଙ୍କ ଭିତରେ ଫରକଟା କ'ଣ? ଚାଲ ବୁଝିବା। ଦେଖ ଭାଇ ଡେଫିନେସନ୍ ତୁମେ ବହିରୁ ଦେଖିନେବ, ମୁଁ ଖାଲି କନସେପ୍ଟ ବୁଝେଇ ଦେଉଛି। ଯୌଗିକ କ'ଣ କହୁଛି, ମୁଁ ପୁରା ଭାଇ ନିୟମରେ ଚାଲିବି। ଧର ଆମେ ଗୋଟେ ଉଦାହରଣ ନେବା ଲୁଣ, ସୋଡ଼ିୟମ କ୍ଲୋରାଇଡ୍ NaCl। ଏଥିରେ କ'ଣ ହେଉଛି ନା ଲୁଣ ତିଆରି ହେବା ପାଇଁ ସୋଡ଼ିୟମ ଆଉ କ୍ଲୋରିନ୍ ମାନେ Na ଆଉ Cl 1:1ରେ ରହିବା ଦରକାର। ଯଦି ଦୁଇ ଜଣ 1:1ରେ ରହୁନାହାନ୍ତି ତାହେଲେ ଲୁଣ ତିଆରି ହେବା ଅସମ୍ଭବ। 10 ଗ୍ରାମରେ ସୋଡ଼ିୟମ ଆଉ କ୍ଲୋରିନ୍ କେତେ ଗ୍ରାମ ରହିବେ 1:1 ହିସାବରେ ସେଟା ଲେଖାଯାଇଛି, ସେଟା ତ ଅଲଗା ବାଟ ଛାଡ଼ି ଦିଅ। ଯୌଗିକ କହିଲା ଯେ ମୁଁ ନିୟମରେ ପୁରା ଚାଲିବି, ଏଇ ନିୟମରେ ଭାଇ ଯଦି ତୁମେ ଆସିବ ତାହେଲେ ତୁମେ ଯୌଗିକ ଅଣ୍ଡରକୁ ଆସ, ନହେଲେ ଭାଇ ପଳେଇ ଯାଅ। ମିଶ୍ରଣ କହୁଛି ଭାଇ ତୁମେ ମୋ ପାଖକୁ ଆସିବାକୁ ହେଲେ ତୁମକୁ କିଛି ନିୟମ ମାନିବାକୁ ପଡ଼ିବନି। ଯେମିତି ଉଦାହରଣ ଲୁଣ ପାଣି, ଯଦି ତୁମେ ଜଳରେ ଅଳ୍ପ ଟିକେ ଲୁଣ ପକାଇବ ସେଟା ବି ଲୁଣ ପାଣି, ଯଦି ତୁମେ ମେଞ୍ଚାଏ ଲୁଣ ପକାଇବ ସେଟା ବି ଲୁଣ ପାଣି। ତାମାନେ ସିଧା କଥା ହେଉଛି ମିଶ୍ରଣରେ ରହିବା ପାଇଁ ତୁମ ଭାଇ କିଛି ନିୟମ ମାନିବାକୁ ପଡ଼ିବନି ହେଲା। ତାମାନେ ଆମେ କହିବାନି ଯେ ତୁମେ ରହୁଛି ଜଳରେ ତୁମେ ଏତିକି ଗ୍ରାମ ଲୁଣ ପକାଇଲେ ଯାଇକି ସେଟା ଗୋଟେ ଲୁଣ ପାଣି ମିଶ୍ରଣ ହେବ ନା। ଯେତେ ତୁମେ ପକାଉଛ ପକାଅ। ତୁମେ ଧର ମିକ୍ସଚର ଖାଉଛ, ଚେନାଚୁର ଖାଉଛ, ତୁମେ କ'ଣ ଗଣୁଛ ମୋର ହେଉଛି ଖାଡ଼ିବାଲା ଜିନିଷ ଏତିକିଟା ରହିଲା ନାହିଁ, ମୋର ବାଦାମ ଏତିକିଟା ରହିଲା ନାହିଁ, ତାହେଲେ ମୁଁ ଏଟାକୁ ଚେନାଚୁର କହିବି ନାହିଁ, ମୁଁ ଏଟା ମିକ୍ସଚର ବୋଲି ମାନିବି ନାହିଁ। ଆରେ ଭାଇ ତୁମେ ନ ମାନ, କ'ଣ ହେଉଛି? ସିଧା କଥା ହେଉଛି ଏଇଟା। ଗୁଡ଼ ଲକ୍।